ओम क्लीं वंदे दयानिधि श्री चरणारविंदम। वर्तमान मु आपण मानकु एभली जने साधुଙ୍କ विषय कहबी जे कि तांका जीवन को उत्सर्ग करी निष्ठार सहित गुरु सेवा करि चलिछन्ति। गुरुଙ୍କ व्यतीत तांकर अन्य कौनसी चिंता नाही एवं से जो भली प्रकारर गुरु को सेवा पूजा करुछन्ति आपण देखले बहुत आश्चर्य होई जिवे एवं तांकर निष्ठार सीमा नाही। ऐसे किभली भाबरे निष्ठार सहित श्री श्री दयानिधि परमहंसଙ୍କ चरण तले निजको समर्पण करी सेवा पूजा करती, दैनिक सेवा पूजा करती, ताहा वर्तमान आस आम जानिबा। हरे मुरारी मंगलो भारी भगिनो स्वरे योग्य श्री नारायण कृष्ण विष्णु स्वयं मंगलीश्वर गो स्वयं मंगलीश्वर गो स्वयं मंगलीश्वर गो मंत्र योग्य मंदिर सोमेश्वर परमेश्वर। महाभारत विषय जाना व्यास को प्रार्थना करते व्यास संजय को निमय दृष्टि देते तेणु संजय धृतराष्ट्र को सब कही धृतराष्ट्र पचारे कुरुक्षेत्र में युद्ध हेब से तो धर्म क्षेत्र सेठार मोर कौरव सेना पांडव सेना जाई कौन कले कुरुक्षेत्र तो धर्म क्षेत्र उभय होइले एकत्र धर्म रे बाध हिंसा नाई तेणु संजय मोर होई युद्धरे हेले कि वीरत कि धर्म युद्धे जित धर्म युद्धे जित आज युद्धरे स्वर्ग ये संजय तेणु
ମାନବଙ୍କ ସୈନ୍ୟ ଆଉ ବେଦନ ସଦା ଯାଇ ଗମନ ଶୁନେ ଗାମେ ନେତ୍ରିୟ ଦର୍ଶନ ଶୁନେ ମନେ ଦେଉ ଅମାନା ଥୋଇ ଶୂନ୍ୟ ଭାବ ଜ୍ଞାନ ଶୁନେ ଧୋଇ ଶୂନ୍ୟ ସରବର ଭକ୍ତି କୁସୁମ ଉଠି ମୁକ୍ତେ ଦେଉ ଧୋରେ ଅସୀମ ଜ୍ଞାନ ଶୂନ୍ୟ ହୃଦୟ ମୋହି ଡାକୁଛି କାମ କର୍ମ ଦେୟ ପ୍ରଭୁ ମାଗୁଛି ପ୍ରଭୁ ଇଚ୍ଛା କରି ଇଚ୍ଛା ପୁରରେ ବାହୁ ଜାଗେ ଧାନେ ବାହୁ ସୁଚରେ ଜାତି ଝିଅ ବନ୍ଧୁ ବନ୍ଧୁ କଲ୍ୟାଣ ଦେବ କଲ୍ୟାଣ ପୁରରେ ବସନ ଆହେ ଦୟା ନିଧି ଶୂନ୍ୟ ବିହାରୀ ଶୂନ୍ୟ ଦେହଧାରୀ ଶୂନ୍ୟ ଆହାରୀ ଶ୍ରୀ ଠାକୁର ଧନୀ ପରମସୁନ୍ଦର ଦେବଗୀତ ଶ୍ରୀ ଠାକୁର ଧନୀ ପରମସୁନ୍ଦର ଦେବଗୀତ ଶ୍ରୀ ଠାକୁର ଧନୀ ପରମସୁନ୍ଦର ଦେବଗୀତ ଆପଣମାନେ ଏଇ ଯେଉଁ ସନ୍ନ୍ୟାସୀ ଜଣକୁ ଦେଖିଲେ ତାଙ୍କର ନାଁ ହେଉଛି ବାବାଜୀ ଶ୍ରୀ ନରେନ୍ଦ୍ର ଦାସ। ସେ ଗୁରୁଙ୍କ ଠାରୁ ଉପଦେଶ ନେବା ପରେ ଗୋଟିଏ ଆଶ୍ରମରେ ରହୁଛନ୍ତି ଏବଂ ତାଙ୍କର ଦୈନିକ କର୍ମ ହେଲା ସେ ଏ ବୟସରେ ଦୈନିକ ରାତି 4ରୁ ଉଠି ନିଷ୍ଠାର ସହିତ ସ୍ନାନ ଶୌଚ ସାରି ଏଇଭଳି ସେ ସେବା ପୂଜା ଅର୍ଚ୍ଚନା କରିସାରିବା ପରେ ତାପରେ ଗୁରୁ ବିଗ୍ରହଙ୍କୁ ଆଶ୍ରମରେ ସେ ପୂଜା କରନ୍ତି। ପୂଜା କରିସାରିଲା ପରେ ନିଜର ନୀତି ସେବା କରନ୍ତି। ତେଣୁ ଆପଣମାନଙ୍କୁ ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ଏଇଭଳି ଭାବରେ ଆପଣ ସାଧନା ତ ଦୂରର କଥା, ଆପଣ ଯଦି ଏଇଭଳି ଭାବରେ ନିଷ୍ଠାର ସହିତ ଗୁରୁଙ୍କ ଉପରେ ନିର୍ଭର କରି ସେବା ପୂଜା କରିବେ, ମନ୍ତ୍ର ଠିକ୍ ହେଉ ବା ନ ହେଉ, ଗୀତା ପାଠର ଉଚ୍ଚାରଣ ଶୁଦ୍ଧ ହେଉ ବା ନ ହେଉ, ଯଦି ଆପଣ ଦୃଢ଼ତାର ସହିତ ଗୁରୁଙ୍କ ପାଦ ତଳେ ନିଜକୁ ସମର୍ପଣ କରିଦେଇପାରିବେ, ନିଶ୍ଚୟ ମୁକ୍ତି ଲାଭ କରିବେ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଓମ୍ କ୍ଲିଂ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ।